ପ୍ରଥମ ଅଧ୍ୟାୟ ଅର୍ଥନୈତିକ ବିକାଶ। ପାଠର ପ୍ରଶ୍ନ ଉତ୍ତର। ଆର୍ଥିକ ବିକାଶ କହିଲେ କ'ଣ ବୁଝୁ? ଆର୍ଥିକ ବିକାଶ କହିଲେ ମୁଖ୍ୟତଃ ଅର୍ଥନୈତିକ ଅଭିବୃଦ୍ଧିକୁ ହିଁ ବୁଝାଏ। ଦେଶର ମୁଣ୍ଡ ପିଛା ଆୟ ଏବଂ ମୋଟ ଜାତୀୟ ଆୟରେ କ୍ରମାଗତ ବୃଦ୍ଧି ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇଥାଏ। ଲୋକମାନଙ୍କର ଜୀବନ ଯାପନର ମାନ ଓ ଆର୍ଥିକ ସ୍ଥିତିରେ ଉନ୍ନତି, ସାମାଜିକ ଏବଂ ସାଂସ୍କୃତିକ ଅଭିବୃଦ୍ଧି ଇତ୍ୟାଦିକୁ ଅର୍ଥନୈତିକ ବିକାଶ କୁହାଯାଏ। ମୁଣ୍ଡ ପିଛା ଆୟ କିପରି ଆକଳନ କରାଯାଏ? କୌଣସି ଦେଶର ମୋଟ ଜାତୀୟ ଆୟକୁ ସେ ଦେଶର ଜନସଂଖ୍ୟା ଦ୍ୱାରା ଭାଗ କରାଯାଇ ମୁଣ୍ଡ ପିଛା ଆୟ ଆକଳନ କରାଯାଏ। ମୁଣ୍ଡ ପିଛା ଆୟ ନିରୂପଣରେ ଜନସଂଖ୍ୟାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। 3 ନମ୍ବର, ଆର୍ଥିକ ବିକାଶର ପରିମାପ ଅନୁଯାୟୀ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା କେଉଁ କେଉଁ ଶ୍ରେଣୀର? ଆର୍ଥିକ ବିକାଶର ପରିମାପ ଅନୁଯାୟୀ ଭାରତ ଏକ ବିକାଶୋନ୍ମୁଖୀ ଦେଶ ଓ ଯୁକ୍ତରାଷ୍ଟ୍ର ଆମେରିକା ବିକଶିତ ଦେଶର ଶ୍ରେଣୀର ଦେଶ। ଭାରତ ଅନୁସରଣ କରୁଥିବା ଅର୍ଥନୈତିକ ବ୍ୟବସ୍ଥାର ନାମ କ'ଣ? ଭାରତ ଅନୁସରଣ କରୁଥିବା ଅର୍ଥନୈତିକ ବ୍ୟବସ୍ଥାର ନାମ ମିଶ୍ର ଅର୍ଥ ବ୍ୟବସ୍ଥା। ଜଗତୀକରଣ କହିଲେ କ'ଣ ବୁଝ? ବିଦେଶୀ କମ୍ପାନୀମାନେ ଆମ ଦେଶର କଳକାରଖାନା ମାନଙ୍କରେ ଯେପରି ଅଧିକ ପୁଞ୍ଜି ବିନିଯୋଗ କରିବେ, ନୂଆ ନୂଆ କଳକାରଖାନା ପ୍ରତିଷ୍ଠା କରିପାରିବେ, ଅନ୍ୟ ଦେଶର ଉତ୍ପାଦିତ ଦ୍ରବ୍ୟ ଓ ସେ ଆମ ଦେଶକୁ ଯୋଗାଇ ପାରିବେ, ତା ପାଇଁ ପୂର୍ବରୁ ସେ ଥିବା ସରକାରୀ କଟକଣା କୋହଳ କରାଯାଇ ସେପରି ଆମ ଦେଶ ମଧ୍ୟ ଅନୁରୂପ କାର୍ଯ୍ୟ ନିମନ୍ତେ ଅନୁମତି ପାଇଛି। ଭାରତ ବିଶ୍ୱ ସମୁଦାୟ ସହିତ ଉତ୍ପାଦନ, ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ଇତ୍ୟାଦି କ୍ଷେତ୍ରରେ ସାମିଲ ହେବାକୁ ଜଗତୀକରଣ କୁହାଯାଏ। ଭାରତରେ କୃଷି କେଉଁ ମାଲିକାନାରେ ଅନ୍ତର୍ଭୁକ୍ତ? ଭାରତରେ କୃଷି ବ୍ୟକ୍ତି ବିଶେଷଙ୍କ ମାଲିକାନାର ଅନ୍ତର୍ଭୁକ୍ତ। ଆର୍ଥିକ ଉଦାରୀକରଣ ନୀତି ଭାବରେ କେବେଠାରୁ ପ୍ରଚଳନ? ଆର୍ଥିକ ଉଦାରୀକରଣ ନୀତି ଭାବରେ 1991 ଠାରୁ ପ୍ରଚଳନ ହେଲା। ବିଶ୍ୱ ବାଣିଜ୍ୟ ସଂଗଠନ କେବେଠାରୁ ଓ କେଉଁଠାରେ ସୃଷ୍ଟି ହେଲା? ବିଶ୍ୱ ବାଣିଜ୍ୟ ସଂଗଠନ 1995 ଠାରୁ ଓ ଜେନିଭା ଠାରେ ସୃଷ୍ଟି ହେଲା। 1991 ମସିହାରେ ଆମ ଦେଶରେ ମୁଦ୍ରାସ୍ଫୀତି କେତେ ଥିଲା? 12%। 2 ନମ୍ବର, ସଂକ୍ଷିପ୍ତ ଟିପ୍ପଣୀ ଲେଖ କୁହାଯାଇଛି। ଆର୍ଥିକ ବିକାଶ, ଉଦାରୀକରଣ, ବିକାଶୋନ୍ମୁଖୀ ଦେଶ, ଜଗତୀକରଣ, ବିକଶିତ ଦେଶ, ଘରୋଇକରଣ, ବିଶ୍ୱ ବାଣିଜ୍ୟ ସଂଗଠନ, ମିଶ୍ର ଅର୍ଥନୀତି, 2001 ରୁ 2002 ଆମଦାନୀ ଓ ରପ୍ତାନି ନୀତି ସବୁ ସଂକ୍ଷିପ୍ତ ଟିପ୍ପଣୀ ଲେଖ କୁହାଯାଇଛି। ଆର୍ଥିକ ବିକାଶ ପ୍ରଥମ ଅଛି
ଦେଶର ମୁଣ୍ଡପିଛା ଆୟ ଏବଂ ମୋଟ ଜାତୀୟ ଆୟରେ କ୍ରମାଗତ ବୃଦ୍ଧି ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ଅଭିବୃଦ୍ଧି ହେଲେ ଅର୍ଥନୀତି ବିକାଶ ସମ୍ଭବ ହୋଇଥାଏ। ଲୋକମାନଙ୍କର ଜୀବନଯାପନର ମାନ ଓ ଆର୍ଥିକ ସ୍ଥିତିରେ ଉନ୍ନତି, ସାମାଜିକ ଏବଂ ସାଂସ୍କୃତିକ ଅଭିବୃଦ୍ଧି ଇତ୍ୟାଦି ଆର୍ଥିକ ବିକାଶକୁ ଯୋଗଦାନ ଦିଏ। ଉଦାରୀକରଣ ଏହି ନୀତି ଅନୁସାରେ ଶିଳ୍ପ କ୍ଷେତ୍ରରେ ଆମଦାନୀ ଓ ରପ୍ତାନି ପାଇଁ ପୂର୍ବରୁ ପ୍ରଚଳିତ ଥିବା ସରକାରୀ କଟକଣା ଉଚ୍ଛେଦ ବା କୋହଳ କରାଯିବା ତଥା ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାଧୀନତା ପ୍ରଦାନ ଆଦି ଉଦାରୀକରଣ ନୀତିର ଲକ୍ଷ୍ୟ। ବିକାଶୋନ୍ମୁଖୀ ଦେଶ। ବିକାଶୋନ୍ମୁଖୀ ଦେଶରେ ବସବାସ କରୁଥିବା ଅଧିକାଂଶ ଲୋକେ ଗରିବ ଓ ସେମାନଙ୍କର ଆୟ କମ୍ ଏବଂ ଜୀବନଯାପନର ମାନ ଅତି ନିମ୍ନ ଧରଣର। ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଆଦି ଦେଶଗୁଡ଼ିକୁ ବିକାଶୋନ୍ମୁଖୀ ଦେଶ କୁହାଯାଏ। ଜଗତୀକରଣ ବିଦେଶୀ କମ୍ପାନୀମାନେ ଆମ ଦେଶର କଳକାରଖାନାମାନଙ୍କରେ ଯେପରି ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ, ବାଣିଜ୍ୟ ଓ ଉତ୍ପାଦନ କରିପାରିବେ, ସେଥିପାଇଁ ପ୍ରୋତ୍ସାହନ ଦେବା ଏହି ନୀତିର ଲକ୍ଷ୍ୟ। ସେଥିପାଇଁ ପୂର୍ବରୁ ପ୍ରଚଳିତ ସରକାରୀ କଟକଣାକୁ କୋହଳ କରିବା ବ୍ୟବସ୍ଥାକୁ ଜଗତୀକରଣ କୁହାଯାଏ। ଏହାଦ୍ୱାରା ଦେଶର ଅର୍ଥନୀତିକୁ ବିଶ୍ୱ ଅର୍ଥନୀତି ସହିତ ଏକତ୍ରୀକରଣ କରାଯାଇଛି। ବିକଶିତ ଦେଶ ଯେଉଁ ଦେଶମାନଙ୍କରେ ବସବାସ କରୁଥିବା ଲୋକମାନଙ୍କର ଜୀବନଯାପନ ଅତି ଉଚ୍ଚ ଏବଂ ଉନ୍ନତ ହୋଇଥାଏ, ସେହି ଦେଶଗୁଡ଼ିକୁ ବିକଶିତ ଦେଶ କୁହାଯାଏ। ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ଜାପାନ ଆଦି ଦେଶଗୁଡ଼ିକ ବିକଶିତ ଦେଶର ଶ୍ରେଣୀ। ଘରୋଇକରଣ ଘରୋଇକରଣ ନୀତିରେ ଘରୋଇ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦିଆଯାଇ ସରକାରୀ ଉଦ୍ୟୋଗ ସହିତ ପ୍ରତିଯୋଗିତା କରିବା ପାଇଁ ଉତ୍ସାହିତ କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ ସରକାରୀ ଉଦ୍ୟୋଗଗୁଡ଼ିକର ବିଫଳତା ଫଳରେ ଘରୋଇକରଣ ନୀତି ପ୍ରଣୟନ ହୋଇଥିଲା। ମିଶ୍ର ଅର୍ଥନୀତି। ଏହି ଅର୍ଥନୀତିରେ ଉଭୟ ପୁଞ୍ଜିବାଦୀ ଓ ସମାଜବାଦୀ ଅର୍ଥବ୍ୟବସ୍ଥାର ମିଶ୍ରଣ ଦେଖିବାକୁ ମିଳିଥାଏ। ଏଠାରେ କୃଷି ଓ ଘରୋଇ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା କଳକାରଖାନା ବ୍ୟକ୍ତିବିଶେଷଙ୍କ ମାଲିକାନାରେ ଥାଏ। ଏଗୁଡ଼ିକର ଲାଭ ଆଶା ରଖି କାର୍ଯ୍ୟ କରିଥାନ୍ତି। ବିଶ୍ୱ ବାଣିଜ୍ୟ ସଂଗଠନ 1995 ମସିହାରେ ଜାତିସଂଘର ବିଭିନ୍ନ ସଦସ୍ୟମାନଙ୍କୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନ ସୃଷ୍ଟି କରାଯାଇଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ଅବସ୍ଥିତ। ଏହି ସଂଗଠନର ମୂଳ ଲକ୍ଷ୍ୟ ହେଲା ପୃଥିବୀର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଦ୍ରବ୍ୟ ଓ ସେବା ବିନିମୟ କରି ବାଣିଜ୍ୟ କାରବାର ବୃଦ୍ଧି କରିବା ଓ ବିଶ୍ୱ ଅର୍ଥନୀତିକୁ ସୁଦୃଢ଼ ଓ ସମୃଦ୍ଧ କରି ଗଢ଼ି ତୋଳିବା। 2001 ଓ 2002 ଆମଦାନୀ ରପ୍ତାନି ନୀତି କ'ଣ ଥିଲା? ବାଣିଜ୍ୟ ନୀତିରେ ବିଶେଷ ପରିବର୍ତ୍ତନ କରି ବିଶ୍ୱ ବାଣିଜ୍ୟ ସଂଗଠନ ସର୍ତ୍ତାବଳୀ ଅନୁସାରେ 2001-2 ମସିହାରେ ଆମଦାନୀ ଓ ରପ୍ତାନି ନୀତି ଘୋଷଣା କରିଛି। ପ୍ରାୟ 215ଟି
ପାନୀୟ ଦ୍ରବ୍ୟ ଉପରେ ଥିବା କଟକଣାକୁ ଉଠାଇ ଦିଆଯାଇଛି। କୃଷିଜାତ ଦ୍ରବ୍ୟ ଓ ସାମଗ୍ରୀର ଅଧିକ ରପ୍ତାନି ପାଇଁ ପଦକ୍ଷେପ ନିଆଯାଇଛି। ଭାରତ ଜଗତୀକରଣ ନୀତିରୁ ବିଶେଷ ଉପକୃତ ହୋଇପାରି ନାହିଁ। ନମ୍ବର 3 ପାର୍ଥକ୍ୟ ଦର୍ଶାଅ ଜାତୀୟ ଆୟ ଓ ମୁଣ୍ଡ ପିଛା ଆୟ। ଜାତୀୟ ଆୟ କୌଣସି ଦେଶର ବର୍ଷକ ମଧ୍ୟରେ ଉତ୍ପାଦିତ ହେଉଥିବା ସମସ୍ତ ଦ୍ରବ୍ୟ ଏବଂ ସେବାର ମୁଦ୍ରାଗତ ମୂଲ୍ୟ ଏବଂ ତତ୍ସହିତ ବହିରାଗତ ଆୟ ସମଷ୍ଟିକୁ ଜାତୀୟ ଆୟ କୁହାଯାଏ। ମୁଣ୍ଡ ପିଛା ଆୟ କୌଣସି ଦେଶର ଜନସଂଖ୍ୟା ଦ୍ୱାରା ସେ ଦେଶର ମୋଟ ଜାତୀୟ ଆୟକୁ ଭାଗ କରାଯାଇ ମୁଣ୍ଡ ପିଛା ଆୟ ନିରୂପଣ କରାଯାଏ। ବିକାଶୋନ୍ମୁଖୀ ଦେଶ, ବିକଶିତ ଦେଶ। ବିକାଶୋନ୍ମୁଖୀ ଦେଶର ଜନସାଧାରଣ ଗରିବ, ସେମାନଙ୍କର ଆୟ କମ୍ ଓ ଦୈନନ୍ଦିନ ଜୀବନଯାପନ ପ୍ରଣାଳୀ ନିମ୍ନରେ ହୋଇଥାଏ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଆଦି ଦେଶଗୁଡ଼ିକ ବିକାଶୋନ୍ମୁଖୀ ଦେଶ। ବିକଶିତ ଦେଶ ଯେଉଁ ଦେଶମାନଙ୍କ ଜନସାଧାରଣଙ୍କର ଆୟ ଅଧିକ ଓ ସେମାନଙ୍କ ଦୈନନ୍ଦିନ ଜୀବନଯାପନ ଅତି ଉନ୍ନତ ହୋଇଥାଏ, ସେହି ଦେଶଗୁଡ଼ିକୁ ବିକଶିତ ଦେଶ ବୋଲି କୁହାଯାଏ। ଯେପରି ହେଲା ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଜର୍ମାନୀ, ଫ୍ରାନ୍ସ। ଘରୋଇ ମାଲିକାନା, ସରକାରୀ ମାଲିକାନା। କୃଷି ଓ ଘରୋଇ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା କଳକାରଖାନା ବ୍ୟକ୍ତିବିଶେଷଙ୍କ ମାଲିକାନାରେ ରହିଥାଏ। ଏମାନେ ଲାଭ ପ୍ରତ୍ୟାଶାରେ କାମ କରିଥାନ୍ତି। ବିଭିନ୍ନ ବିଭାଗ ଗୁଡ଼ିକ ଜନକଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥାନ୍ତି।